ମୋହନଦାସ କରମଚାନ୍ଦ ଗାନ୍ଧୀ, ଯାହାକୁ ଶ୍ରଦ୍ଧାରେ ବାପୁଜୀ ବା ଗାନ୍ଧୀଜୀ ବୋଲି ଡାକୁଥିଲେ, ଭାରତକୁ ଇଂରେଜ କବଳରୁ ସ୍ୱାଧୀନ କରିବା ପାଇଁ ନିଜ ପରିବାରକୁ ଛାଡ଼ିଦେଇ ଜେଲରେ ରହିଲେ। ଭାରତୀୟମାନଙ୍କ ପାଇଁ ଜୀବନ ମଧ୍ୟ ଦେଇଥିଲେ। ବାପୁଜୀ କହିଥିଲେ ଯେ ଖରାପ କାମ ଦେଖିବ ନାହିଁ, ଖରାପ କଥା ଶୁଣିବ ନାହିଁ, ଖରାପ କଥା କହିବ ନାହିଁ ବୋଲି କହିଥିଲେ। ଚାଲନ୍ତୁ ଏମିତି ଜାତିର ଜନକ ବିଷୟରେ ଆଲୋକପାତ କରିବା। ମହାତ୍ମା ଗାନ୍ଧୀ 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଜନ୍ମଲାଭ କରିଥିଲେ ଗୁଜରାଟର ବନ୍ଦରରେ। ପିତାଙ୍କ ନାମ କରମଚାନ୍ଦ ଗାନ୍ଧୀ ଓ ମାତାଙ୍କ ନାମ ପୁତୁଲିବାଇ। 12 ବର୍ଷ ବୟସରେ ଗାନ୍ଧୀଜୀ ରାଜକୋଟ ହାଇସ୍କୁଲରେ 8ମ ଶ୍ରେଣୀରେ ପଢ଼ିଲେ। ସେ ହାଇସ୍କୁଲରେ ପଢ଼ିବା ଦିନଠାରୁ ଇଂରେଜମାନଙ୍କୁ କିପରି ଆମ ଦେଶକୁ ତଡ଼ିବେ ସେ କଥା ଚିନ୍ତା କରୁଥିଲେ। ଗାନ୍ଧୀଜୀ ଏହାର ବିରୋଧ କରିଥିଲେ ହେଁ ବାପାଙ୍କ କଥା ମାନି 13 ବର୍ଷ ବୟସରେ କସ୍ତୁରବାଙ୍କୁ ବିବାହ କଲେ। ଦକ୍ଷିଣ ଆଫ୍ରିକାରେ ସେତେବେଳେ ଗୋରାମାନେ କଳାମାନଙ୍କ ଉପରେ ଗୋଟାଏ ଆଇନ ପ୍ରଣୟନ କରିଥିଲେ। ସେମାନେ ଗୋରାମାନଙ୍କୁ କୌଣସି ବି ସମ୍ପତ୍ତି କିଣି ନପାରିବା ବିରୋଧରେ ଗାନ୍ଧୀ ଆନ୍ଦୋଳନ କଲେ। ଏହି ଆନ୍ଦୋଳନର ନାମ ହେଉଛି ସତ୍ୟାଗ୍ରହ। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଲା। ଏହା ଥିଲା ତାଙ୍କ ଜୀବନର ପ୍ରଥମ ଜେଲ ଯାତ୍ରା। ଦୀର୍ଘ 21 ବର୍ଷ ଦକ୍ଷିଣ ଆଫ୍ରିକାରେ ରହି ଗାନ୍ଧୀଜୀ 1915ରେ ଭାରତକୁ ଫେରିଲେ। ସେ ଅହମ୍ମଦାବାଦ ଆସି ସାବରମତୀ ଆଶ୍ରମ ପ୍ରତିଷ୍ଠା କଲେ। ଗାନ୍ଧୀଜୀ କହୁଥିଲେ, ଯିଏ ପରିଶ୍ରମ ନ କରି ଖାଏ ସେ ଚୋରି ଅନ୍ନ ଭକ୍ଷଣ କରେ। ତେଣୁ ସାବରମତୀ ଆଶ୍ରମର ପ୍ରତ୍ୟେକ ଲୋକଙ୍କୁ କାମ କରିବାକୁ ପଡୁଥିଲା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଥିଲେ ଜଣେ ଗାନ୍ଧୀଜୀଙ୍କ ପରମ ବନ୍ଧୁ। ଅନ୍ୟ ପକ୍ଷରେ ସେ ଗାନ୍ଧୀଜୀଙ୍କୁ କର୍ମ ଉପରେ ବିଶ୍ୱାସ କରୁଥିଲେ। ରବୀନ୍ଦ୍ରନାଥ ଠାକୁର ସର୍ବପ୍ରଥମେ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ତା ପରଠାରୁ ମୋହନ ଦାସ ହେଲେ ମହାତ୍ମା ଗାନ୍ଧୀ। 1921 ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ। ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା ଯୋଗୁଁ ଗାନ୍ଧୀଜୀଙ୍କୁ ଜେଲ ଯିବାକୁ ପଡ଼ିଲା। 1930 ମସିହାରେ ଗୁଜରାଟର ଦାଣ୍ଡିଠାରେ ଲବଣ ସତ୍ୟାଗ୍ରହ, ବିଦେଶୀ ବସ୍ତ୍ର ବର୍ଜନ, ମଦ ଦୋକାନ ଆଗରେ ସତ୍ୟାଗ୍ରହ ଇତ୍ୟାଦି ଯୋଗୁଁ ତାଙ୍କୁ ପୁନର୍ବାର ଜେଲ ଯିବାକୁ ପଡ଼ିଥିଲା। 1934 ମସିହାରେ ଗାନ୍ଧୀଜୀ ଓଡ଼ିଶାରେ 1 ମାସ ଦୋଳଯାତ୍ରା କଲେ। କଳମଣି ଗୋପବନ୍ଧୁଙ୍କ ସମ୍ପର୍କରେ ତାଙ୍କର ଖୁବ୍ ଭଲ ଧାରଣା ଥିଲା। ସେ କହିଥିଲେ, ଗୋପବନ୍ଧୁଙ୍କ ଆମ୍ଭମାନଙ୍କୁ ଅପୂର୍ବ ଆଦର୍ଶ ଦେଇ ଯାଇଛନ୍ତି। ସେ ଜଣେ ପ୍ରକୃତରେ ତ୍ୟାଗୀ ଓ ଦେଶ ସେବକ। 1940 ମସିହାରେ ରାମଗଡ଼ କଂଗ୍ରେସ ଅଧିବେଶନ ଭାରତକୁ ଇଂରେଜ ସରକାର ପୂର୍ଣ୍ଣ ସ୍ୱାଧୀନତା ଦେଉ ବୋଲି ପ୍ରସ୍ତାବ ଦିଆଗଲା। 1942 ମସିହା ଅଗଷ୍ଟ 9 ତାରିଖରେ ଭାରତ ଛାଡ଼ ଆନ୍ଦୋଳନ ହେଲା। ଏଥିରେ ମହାତ୍ମା ଗାନ୍ଧୀ ଗିରଫ ହେଲେ ଓ 21 ଦିନ ଜେଲ ଭିତରେ ଅନଶନ କଲେ। ଜେଲରେ କସ୍ତୁରବା ମୃତ୍ୟୁବରଣ କଲେ। ଗାନ୍ଧୀଜୀ ଜେଲରୁ ମୁକ୍ତ ହୋଇ ପୁଣି ଆନ୍ଦୋଳନ ଚଳାଇଲେ। ଶେଷରେ ବାଧ୍ୟ ହୋଇ ଇଂରେଜ ସରକାର ସ୍ୱାଧୀନ ଦେବା ପାଇଁ ରାଜି ହେଲା। 1947 ମସିହା ଅଗଷ୍ଟ 15 ତାରିଖ ଆମ ରାଷ୍ଟ୍ର ଜୀବନର ଏକ ଐତିହାସିକ ଦିବସ। ଏହି ଦିନ ଭାରତ ସ୍ୱାଧୀନତା ପ୍ରାପ୍ତ ହେଲା। 1948 ମସିହା ଜାନୁଆରୀ 30 ତାରିଖ ଶୁକ୍ରବାର ଅପରାହ୍ନ ଘଟିକା 3:30ରେ ମନୁ ଓ ଅନ୍ୟ ଜଣେ ସେବକ କାନ୍ଧରେ ହାତ ଦେଇ ଗାନ୍ଧୀଜୀ ପ୍ରାର୍ଥନା ସଭାକୁ ଆଗେଇ ଯାଉଥିଲେ। ଏହି ସମୟରେ ନାଥରାମ ଗଡସେ ନାମକ ଜଣେ ଆତାୟତ ଗାନ୍ଧୀଜୀଙ୍କ ଗୋଡ଼ ତଳେ ବସିପଡ଼ି 3 ରାଉଣ୍ଡ ଗୁଳି ଚଲାଇଲା। ଗାନ୍ଧୀଜୀ ହେ ରାମ କହି ଟଳି ପଡ଼ିଲେ। ତାଙ୍କ ଜୀବନର ଆଲୁଅ ଲିଭିଗଲା। କିନ୍ତୁ ସେ ଯେଉଁ ଆଲୋକ ଜାଳି ଦେଇ ଯାଇଛନ୍ତି ତାହା ସମଗ୍ର ବିଶ୍ୱରେ ଆଲୋକିତ କରିବ। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟାଏ ଲାଇକ୍ କରିଦେବେ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନେବେ। ନମସ୍କାର, ଜୟ ଜଗନ୍ନାଥ।